ମୁଁ ଆଜି ପ୍ରସ୍ତୁତ କରୁଛି ଚିଙ୍ଗୁଡ଼ି ପୋଟଳ ତରକାରୀ। ହ୍ୟାଲୋ ଫ୍ରେଣ୍ଡସ୍, ମାନେ ଖାଇବା ପାଇଁ ବହୁତ ଟେଷ୍ଟ। ପୋଟଳ ଯେମିତି ଜଣାପଡ଼େନି ବି ଏଠି ପୋଟଳ ତରକାରୀ ବୋଲି, ପୁରା ଚିଙ୍ଗୁଡ଼ି ତରକାରୀର ବାସ୍ନାଟା, ଚିଙ୍ଗୁଡ଼ି ଆମେ ଯେଉଁଥିରେ ବି ପକାଇବା ତା'ର ବାସ୍ନାଟା ବହୁତ ଅଲଗା। ମୁଁ ଏଠି କ'ଣ କ'ଣ କିପରି ପ୍ରସ୍ତୁତ କରୁଛି ଦେଖାଉଛି। ମୁଁ ଚିଙ୍ଗୁଡ଼ି ନେଇଛି, ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଦେଇଛି, ଆଳୁ ପୋଟଳକୁ କାଟି ଦେଇଛି, ଚିଙ୍ଗୁଡ଼ିରେ ଲୁଣ ହଳଦୀ ପକାଇ ଗୋଳେଇ ଦେଇଛି। ମୁଁ ଗୋଟେ ମିକ୍ସି ଜାର୍ ନେଇଛି, ସେଥିରେ ରସୁଣ ଅଦା ଜିରା ପୋସ୍ତ ଗୋଟେ ଚାମଚ, ଚାହିଁଲେ ନଡ଼ିଆ ଛୋଟ ଛୋଟ ଦୁଇ ଖଣ୍ଡ ପକାଇ ପାରିବେ। ମୁଁ ଏଠି ଗୋଟେ କରେଇ ନେଲି, କରେଇ ନେଇକି ତାକୁ ଏଠି ଆଳୁ ସୋରିଷ ତେଲ ପକାଇକି ଆଳୁ ପୋଟଳ ପକାଇକି ତାକୁ ଭାଜିଲି। ସେଥିରେ ଲୁଣ ହଳଦୀ ପକାଇଲି। ମୁଁ ଯେଉଁ ରସୁଣ ଅଦା ପେଷ୍ଟ ତାକୁ ପେଷ୍ଟ କରିଦେଇଥିବା। ଏଠି ଆଳୁ ପୋଟଳ ମୋର ନାଲି ନାଲି ଭାଜି ହୋଇଗଲେ ମୁଁ ଏଇ ଆଳୁ ପୋଟଳକୁ ମୁଁ କାଢ଼ିଦେଲି। ଏଠି କାଢ଼ିଦେଇକି ମୁଁ ସେଇ କରେଇରେ ତେଲ ଅଛି, ମୁଁ ସେଥିରେ ଡାଲଚିନି ଗୋଲମରିଚ ଗୁଜୁରାତି ପକାଇଲି, ତେଜପତ୍ର, ତାପରେ ପିଆଜ ପକାଇଲି। ଗୋଟେ ପିଆଜ କାଟିକି ଚୁନ ଚୁନ କରିକି ପକାଇଲି। ପକାଇକି ପିଆଜକୁ ଭାଜିଦେଲି। ପିଆଜ ଭାଜି ହୋଇଗଲେ ମୁଁ ଯେଉଁ ମସଲା ପେଷ୍ଟ କରିଥିଲି ପୋସ୍ତ ଦେଇକି, ସେଇ ମସଲା ପେଷ୍ଟକୁ ପକାଇଲି। ଟିକେ ପାଣି ଦେଇକି ଧୋଇକି ବି ପକାଇଲି। ଦେଇକି ମସଲାକୁ ଭଲ କି କଷିବା। ସେଥିରେ ଲୁଣ, ଧନିଆ ଗୁଣ୍ଡ, ହଳଦୀ, ଲଙ୍କାଗୁଣ୍ଡ ପକାଇକି କଷି ଦେଇଛି। ମୁଁ ଏଠି କଷିକି ଢାଙ୍କିକି କିଛି ସମୟ ପାଇଁ ରଖିଦେଇଛି। ଏଥିରେ ଟିକେ ପାଣି ଦେବି ଯେହେତୁ ମସଲା ଲାଗିଯିବ। ତାପରେ ସେଥିରେ ମୁଁ ଗୋଳେଇକି ଢାଙ୍କିକି କିଛି ସମୟ ମସଲାକୁ ରଖିଦେଇଛି। ଯେ ମସଲା ସିମ୍ରେ କଷି ହେଇଗଲା। ମୁଁ ଏଠି ଗୋଟେ ପ୍ୟାନ୍ ନେଇଛି, ମୁଁ ସେଇ ପ୍ୟାନ୍ରେ ସୋରିଷ ତେଲ ଦେଇଛି। ସୋରିଷ ତେଲ ମୁଁ ଯେଉଁ ଚିଙ୍ଗୁଡ଼ି ରଖିଥିଲି ସେ ଚିଙ୍ଗୁଡ଼ିକୁ ମୁଁ ଏଠି ଭାଜିଛି। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ। ଏଠି ମୁଁ ଚିଙ୍ଗୁଡ଼ି ମୋର ଭାଜି ହୋଇଗଲାଣି। ବେଶୀ ଚିଙ୍ଗୁଡ଼ିକୁ ବେଶୀ ଭାଜିବେନି, ବେଶୀ ଭାଜିଦେଲେ ଚିଙ୍ଗୁଡ଼ି ଟାଣ ହେଇଯିବ। ଆମେ ଚିଙ୍ଗୁଡ଼ି ଏପଟ ସେପଟ ଓଲଟ ପାଲଟ କରିକି ତାକୁ କାଢ଼ି ଦେଇଛି ଚିଙ୍ଗୁଡ଼ିକୁ। ମୁଁ ଏଠି ସେଇ ଯେଉଁ ମସଲା କେମିତି ମୋର କଷି ହେଇଛି, ତେଲ ଉପରେ ବାହାରିଛି। ମୁଁ ଏଠି ବିଲାତି ଯେଉଁ ବାଟିଥିଲି ତା ସାଙ୍ଗରେ କାଶ୍ମୀର ଲଙ୍କାଗୁଣ୍ଡ ଦେଇକି ହାଫ୍ ଚାମଚ ଗୋଟେ ବିଲାତି ବାଟିଥିଲି, ଦେଖି ତାକୁ ମସଲାକୁ ସାଙ୍ଗରେ ମୁଁ କଷୁଛି। କଷିକି ପୁଣି ଢାଙ୍କିକି 1 ମିନିଟ୍ 3-4 ମିନିଟ୍ ରଖିକି ତାକୁ ପୁଣି ଆଳୁ ପୋଟଳ ତା ଭିତରେ ମସଲାରେ ପକାଇକି ମସଲାକୁ କଷିଲି। ଆଳୁ ପୋଟଳ ଯେପରି କଷା ହୋଇଯିବ, ଭଲ ଭାବରେ କଷା ହୋଇଗଲା ପରେ ମୁଁ ଏଠି ଯେଉଁ ପାଣି ରଖିଲି, ଗରମ ପାଣି କରିଥିଲି, ସେ ଗରମ ପାଣି 3 କପ୍ ମୁଁ ଏଠି ଦେଇଛି। ଯେତେବେଳେ ମସଲାଟାକୁ କଷିକା ମୁଁ ଏଠି 3 କପ୍ ପାଣି ଦେଇଛି। ପାଣି ଫୁଟିଗଲା ପରେ ମୁଁ ଏଠି ଯେଉଁ ଚିଙ୍ଗୁଡ଼ି ରଖିଥିଲି ସେ ଚିଙ୍ଗୁଡ଼ିକୁ ମୁଁ ପକାଇଲି। ଦେଖନ୍ତୁ କେତେ ମୁଁ ବହଳା ବି କରିଛି। ମୁଁ ଏଠି ଚିଙ୍ଗୁଡ଼ିକୁ ପକାଇକି ତାକୁ କିଛି ସମୟ ଫୁଟେଇଲି। ଅଳ୍ପ ସମୟ ଫୁଟେଇକି ଦେଖିବେ ତା ଟେଷ୍ଟ ବହୁତ ଭଲ। ମାନେ ଚିଙ୍ଗୁଡ଼ି ପୁରା ତରକାରୀ ଯେମିତି ପୋଟଳ ଚିଙ୍ଗୁଡ଼ି ବହୁତ ଟେଷ୍ଟ। ଆପଣ କମେଣ୍ଟରେ ଜଣାଇବେ।